को कारण रे गले ओहो रामचंद्र वनवास को जीवार प्रकृत कारण कौन एथि दायी किए हाँ भाई अरे ओ रामचंद्र वनवास को जीवार प्रकृत कारण कौन कौन मुझे तो कहूँ तू टे कर्णपात करे मोर पंडित वर्ग मान अच्छा अच्छा संताकारंग भुजग शयनं पट्टनाभ सुरेशं विश्वाधारं गगन सदृशं मेघवर्णं सुवंगं लक्ष्मीकन्दं कमलनयनं जोगिर्भि ध्यानगम्यं वन्दे विष्णु भवभयहरं सर्वलोकैकनाथं सर्वलोकैकनाथं श्री हरि हरि मा भौणी गो मोर सुनंदे मन सुनंदे मन ए मा भौणी गो मोर सुनंदे मन सुनंदु आहे मो पंडित जन सुनंदु आहे मो पंडित जन अरे केड़े सुंदर रे प्रायर प्रसन्न अरे केड़े सुंदर रे मायार प्रसन्न रामचंद्र वन को गले रे केउ कारण रामचंद्र वन को गले रे केउ कारण रामचंद्र काहि पाई रे वन को गले अरे रामचंद्र काहि पाई वन को गले कहीं की ए बनर कारण शुण एवे भले ए बनर कारण शुण एवे भले भाई रामचंद्र काली के हेबे राजा रामचंद्र राजा हेबे दशरथ निर्देश दले राज्य रे काली हेबे रामचंद्र राजा रामचंद्र हेबे राजा काली आज कैकेयींकर बहुत मन आनंद मोर पुत्र राम हेब राजा तेणु दशरथ सहित आज्ञा पुष्प उद्यान रे अति आनंद रे भ्रमण करुचंदी माता कैकेयी आज्ञा आउ थे कैकेयी आनंद मन रे वनस्तर भ्रमण करने समय रे ये समय रे होइछे कोन कौन अति आनंद रे कैकेयी एवं आज्ञा शांति रक्षा कले किसी विषय वस्तु आलोचना करिवे सब शांति आवश्यक उपस्थित मोर पंडित वर्ग कैकेयींकर मन आनंद कहीं कैकेयी अति श्रद्धा करती आज्ञा राम को कैकेयी भली कौशल्या रामचंद्र को स्नेह करती नहीं तेणु आज कैकेयी अति आनंद रे दशरथ सहित वनस्तर बुलुचंदी अर्थात पुष्प उद्यान रे भ्रमण करुचंदी ये समय है कौन रे बापा अरे माता कैकेयी दशरथ राजन अरे माता कैकेयी रे दशरथ राजन पुष्प उद्याने करंदी भ्रमण पुष्प उद्याने करंदी भ्रमण लगी एक च्युत वृक्ष को दशरथ देखिले एक च्युत वृक्ष को दशरथ देखिले से च्युत वृक्ष मूले जाई आश्रय नेले से च्युत वृक्ष मूले जाई आश्रय नेले भैया रे च्युत बोले आंब को च्युत कहा जाए अच्छा अच्छा आंब वृक्ष मूले
ଦଶରଥ ରାଜା କୈକେୟୀ ବିଶ୍ରାମରେ ବସିଛନ୍ତି। ବସିଛନ୍ତି। କୈକେୟୀଙ୍କ ଜାନୁ ଉପରେ ମସ୍ତକ ରଖି ଦଶରଥ ବୃକ୍ଷମୂଳେ ଆଶ୍ରୟ ନେବା ସମୟରେ ଆଚ୍ଛା କିଛି ସମୟ ପରେ ପରେ ଆଜ୍ଞା କୈକେୟୀଙ୍କର ଜାନୁ ଉପରେ ଶୟନ କରିଛନ୍ତି ଦଶରଥ ରାଜା। ହଁ ଟିକେ ସୁଲୁସୁଲିଆ ପବନ ବହୁଛି ବହୁଛି। ସେମରେ ନିଦ୍ରାସ୍ଥିତ ହୋଇଗଲେ ଦଶରଥ ରାଜା। ହଁ ଦଶରଥଙ୍କୁ ନିଦ୍ରା ଘାରିଗଲା। ଆନନ୍ଦ ମନରେ ପତ୍ନୀଙ୍କର ଜାନୁ ଉପରେ ବିଶ୍ରାମ କକ୍ଷରେ ଅଛନ୍ତି ଦଶରଥ ରାଜା। ଶୋଇଛନ୍ତି। ଇଏ ସମୟରେ ହୋଇଛି କଣ ରେ? କଣ ହୋଇଛି? ଆରେ କାଲି ରାମଚନ୍ଦ୍ର ହେବେ ରାଜା। ରାଜା ଯଦି କାଲି ରାମଚନ୍ଦ୍ର ରାଜା ହେବେ 16 ଦିନ ଅନ୍ତେ ରାମଙ୍କ ହୋଇବ ମରଣ। ଯିଏ ରାଜା ହେବ ସିଏ ମୃତ୍ୟୁ ହେବ ଜାଣ। ଆଚ୍ଛା ଆରେ ପଡ଼ିଛି ଶନି ମହାଦଶା। 4 ବର୍ଷ ଭୋଗ ହେଲାଣି। ଏବେ ଯୋଉ ଆଉ 14 ବର୍ଷ ରହିଲା। ଏ 14 ବର୍ଷର 16 ଦିନ ମଧ୍ୟରେ ଯେକୌଣସି ମତେ ଯିଏ ରାଜା ହେବ ସେ ନିଶ୍ଚୟ ମୃତ୍ୟୁବରଣ କରିବ। ସିଏ ମରିବ। ଏମନ୍ତ ସମୟରେ ନାରଦ ମହାମୁନି ଯାଇ ପହଞ୍ଚିଲେ ଇନ୍ଦ୍ର ସଭାରେ। ଇନ୍ଦ୍ରଙ୍କୁ କହିଲେ ହେ ନାରଦ ତୁମର ମତିଭ୍ରମ ହେଲାଣି। ହେଲାଣି। ଯେଉଁ ରାମଚନ୍ଦ୍ର ମର୍ତ୍ତରେ ଜନ୍ମ ହୋଇଛନ୍ତି ରାମଚନ୍ଦ୍ର ନିଶ୍ଚୟ ମୃତ୍ୟୁବରଣ କରିବେ। ରାମଚନ୍ଦ୍ର ମରିଯିବେ। ରାମ ଯଦି ମରିଯିବେ ଆମର ଭଗବାନ ମରିଯିବେ ପରା। ଆଉ ତମେ କଣ ସ୍ୱର୍ଗ ଭୁବନରେ ଅଛ? କଣ ବୁଝୁଛ ମର୍ତ୍ତ୍ୟର ଭଲ ମନ୍ଦ? କଣ ବୁଝୁଛ? ରାମ ଯଦି ରାଜା ହେବେ ମରିବେ ନିଶ୍ଚିତ। ରାମଚନ୍ଦ୍ର କାହିଁକି ଜନ୍ମ ହୋଇଛନ୍ତି ମର୍ତ୍ତ୍ୟରେ? ଆଚ୍ଛା କାହିଁକି? ଦୁଷ୍ଟ ନିବାରିବା ପାଇଁ ସନ୍ଥ ପାଳନ ନିମିତ୍ତ ମର୍ତ୍ତ୍ୟରେ ଜନ୍ମ ହୋଇଛନ୍ତି ଦଶରଥ ସୁତ। ଦୁଷ୍ଟକୁ ବିନାଶ କରିବେ, ସନ୍ଥ ଜନମାନଙ୍କୁ ଉଦ୍ଧାର କରିବେ। ତେଣୁକରି ରାମଙ୍କର ମର୍ତ୍ତ୍ୟରେ ଜନ୍ମ ହୋଇଛି। ଆଚ୍ଛା ଯଦି ରାମ ମରିଯିବେ ଆମେ କାହାକୁ ଭଗବାନ ବୋଲି ପୂଜା କରିବା? କାହାକୁ? ରାମ ଯଦି ରାଜା ହେବେ ନିଶ୍ଚୟ ମରିବେ। ମରିବେ। ଏ କଥା ଶୁଣି ଇନ୍ଦ୍ର ଦେବତା କଣ କଲେ? କଣ କଲେ? ଆରେ ସର୍ବଦେବରେ ମିଶି କରି ଗଲେ। ସର୍ବଦେବରେ ମିଶି କରି ଗଲେ। ମହାଦେବଙ୍କ ନିକଟେ ମିଳିଲେ। ମହାଦେବଙ୍କୁ ଯାଇ ଗୁହାରି କଲେ। ଶୁଣ ହେ ମହାଦେବ ଆମ ବଚନ। ଭଗବାନ ମର୍ତ୍ତ୍ୟ ରୂପେ ଭଗବାନ ମର୍ତ୍ତ୍ୟପୁରରେ ହୋଇଲେ ଜନମ। ମାନବ ରୂପେ ହେଲେ ଅବତୀର୍ଣ୍ଣ। କାଲି ପୁଣି ଭଗବାନ ରାଜା ହୋଇବେ। ରାଜା ହେଲେ ଯେ ରାମ ମରିଯିବେ। ଯେଉଁ ରାମକୁ ହୃଦୟରେ ଜପୁଛ ଯେଉଁ ରାମକୁ ହୃଦୟରେ ଜପୁଛ ସେ ରାମ ନିଶ୍ଚୟ ମୃତ୍ୟୁ ହୋଇବେ କହ। ସେ ରାମଙ୍କର ନିଶ୍ଚୟ ମୃତ୍ୟୁ ହେବ ଭବ। ସବୁ ଦେବତା ମାନେ ଆସିଲେ ପହଞ୍ଚିଗଲେ। ଶିବଙ୍କ ନିକଟରେ ଗୁହାରି କଲେ ହେ ମହାଦେବ ମହାଦେବ ଆମ ଭଗବାନ ପୁଣି ମରିଯିବେ। ମରିବେ। କାଲିକି ରଜା ହେଲେ 16 ଦିନ ଅନ୍ତେ ମୃତ୍ୟୁବରଣ ହବ। କଣ କରିବା? କଣ? ସେତେବେଳେ ଶିବ ପୁଣି ବିଚାରିଲେ ମନ କେଉଁପରି ରାମଚନ୍ଦ୍ରକୁ ରଜା ହେବା ପାଇଁ କରିବି ବାରଣ। ରାମଚନ୍ଦ୍ର କେମିତି ରଜା ହେବେ ନାହିଁ? କଣ କଲେ ରାଜା ପଦରୁ ରାମଙ୍କୁ ମୁଁ ନିବୃତ୍ତ ରଖିବି? ଏମନ୍ତ ବିଚାର କଲେ ଭଗବାନ ଶିବ। ଆଚ୍ଛା ବିଚାର କରି କଣ କଲେ ରେ? କଣ କଲେ? ପକ୍ଷୀ ପକ୍ଷିଣୀ ରୂପ ଯେ ଶିବ ପାର୍ବତୀ ହୋଇଲେ। ଆନନ୍ଦ ମନରେ ଦୁହେଁ ଉଡ଼ି ଉଡ଼ି ଗଲେ। ଅଯୋଧ୍ୟାପୁରରେ ଯାଇ କରିଲେ ଭ୍ରମଣ। ସୁକ ସାରି ରୂପ ଧରି ଛନ୍ତି ଦୁଇ ଜଣ।
ସୁଆସାରୀ ରୂପ ଧରି ଶିବ ଯେ ପାର୍ବତୀ ଆଜ୍ଞା ଅଯୋଧ୍ୟାପୁରରେ ଯାଇ ମିଳିଲେ ଝଟତି। ହଁ ଅଯୋଧ୍ୟାପୁରରେ ଶିବ ପାର୍ବତୀ ସୁକ ସାରୀ ରୂପ ଧରି ଭ୍ରମଣ କରୁଛନ୍ତି ଆଜ୍ଞା ଅଯୋଧ୍ୟାପୁରରେ। ଆଚ୍ଛା ଇଏ ସମୟରେ ହେଲା କଣ? କଣ ଦଶରଥ ଦେଖିଲେ ତାଙ୍କ ଆଗରେ କହିବେ ରାମଚନ୍ଦ୍ରକୁ କର୍ମ ପିପାସା ଯୋଗ ପଡିଛି, ଏ ସ୍ୱାତି ନକ୍ଷତ୍ରରେ ଯିଏ ରାଜା ହବ ଏ 6 ଦିନ ମଧ୍ୟରେ ତାର ବିନାଶ ହବ। ହବ ତେଣୁ କରି ତାକୁ ରଜା ହେବା ପାଇଁ ବାରଣ କରିବା ପାଇଁ ଆଜି ଭଗବାନ ଶିବ ପାର୍ବତୀ ସୁକସାରୀ ରୂପରେ ପ୍ରବେଶ ହେଲେ ଅଯୋଧ୍ୟା ରାଜ୍ୟରେ। ହଁ ଯେତେବେଳେ ଦେଖିଲେନି ଦଶରଥ ରାଜାଙ୍କୁ ଇଏ ସମୟରେ କଣ କଲେ ଶିବ ପାର୍ବତୀ? କଣ ଆରେ ସୁକସାରୀ ରୂପେ କରନ୍ତି ଭ୍ରମଣ, ସୁକସାରୀ ରୂପେ କରନ୍ତି ଭ୍ରମଣ, ପୁଷ୍ପ ଉଦ୍ୟାନରେ ଯାଇ ପହଞ୍ଚି ଗଲେ ରାଣ। ପୁଷ୍ପ ଉଦ୍ୟାନ ଯାଇ ପ୍ରବେଶ ହେଲେ ଭଗବାନ ଚୁତ ବୃକ୍ଷ ମୂଳେ ଯାଇ ପହଞ୍ଚିଲେ, ଚୁତ ବୃକ୍ଷର ଡାଳରେ ବସିଲେ, ସୁକସାରୀ ଚୁତ ବୃକ୍ଷର ଡାଳରେ ବସିଲେ, ଆନନ୍ଦ ମନେ କଥାବାର୍ତ୍ତା ହେଲେ, ଆଚ୍ଛା ଆନନ୍ଦ ମନେ କଥାବାର୍ତ୍ତା ହେଲେ। ଉପସ୍ଥିତ ମୋର ପଣ୍ଡିତ ବର୍ଗ ସୁକସାରୀ ରୂପରେ ଚୁତ ବୃକ୍ଷର ଡାଳରେ ବସିଲେ ଶିବ ପାର୍ବତୀ। ଦେଖିଲେ ତଳେ ଅଛନ୍ତି ଦଶରଥ ରାଜା, ନିଦ୍ରାସ୍ଥିତ ଅବସ୍ଥାରେ ଅଛନ୍ତି, ନିଜର ପତ୍ନୀ କୋଳରେ ଶୟନ କରିଛନ୍ତି। ଏ ମନ୍ଦ ବିଚାର କରି ଶିବ ଯେ ପାର୍ବତୀ ଆନନ୍ଦ ମନରେ କଥାବାର୍ତ୍ତା ହେଉଛନ୍ତି। କଣ କଥାବାର୍ତ୍ତା ହେଲେ? କଣ ଏଠି ସାରି ବୋଲଇ ଏବେ ସୁକ ହେ ଶୁଣ, ସାରି ବୋଲଇ ଏବେ ସୁକ ହେ ଶୁଣ, ଆଜ ରହିଯିବା ଏହି ରାଜ୍ୟରେ ରାଣ, କାଲି ପ୍ରଭାତେ ରାମ ହେବେ ରାଜା, କାଲି ପ୍ରଭାତେ ରାମ ରାଜା ହେବେ, ବହୁତ ଭୋଜି ଭାତ ସେ କରିବେ, କରିବେ। ଏବେ ହେଲା କଣ ରେ ବାପା? କଣ ସୁକସାରୀ ରୂପରେ ସୁକ କହୁଛି, ସାରି କହୁଛି ହେ ସୁକ ଆଜି ଏଠି ଆମେ ରହିବା, ରହିବା, କାଲି ପ୍ରଭାତରେ ରାମ ହେବେ ରାଜା, ରାଜା ବହୁତ ଭୋଜି ଭାତ ହବ, ଏଠି ଖାଇ ପିଇ ଅତି ଆନନ୍ଦ ମନରେ କାଲି ସନ୍ଧ୍ୟା ହେଲେ ଯିବା ଯିବା। ସେତେବେଳେ ସୁକ କଣ କହୁଛନ୍ତି? ଭଗବାନ ସୁକ କଣ କହିଲେ? ଆରେ ଭଗବାନ ସୁକ ଶିବ ରୂପରେ କହୁଛନ୍ତି, ଆରେ ଶିବ ଅଛନ୍ତି ସୁକ ରୂପରେ କହୁଛନ୍ତି କଣ? କଣ ଏଠି ସାରିକି କହୁଛନ୍ତି ଶୁଣ ବଚନ, ସାରିକି କହୁଛନ୍ତି ଶୁଣ ବଚନ, କଣ କାଲି ଭୋଜି ଭାତ ହେବ ଶ୍ରଦ୍ଧା ହେଉଛି ମନ, କାଲି ଯଦି ରାମ ରଜା ହୋଇଯିବେ ନିଶ୍ଚୟ ରାମ ଠାକୁର ମରିଯିବେ, ନିଶ୍ଚୟ ରାମ ଠାକୁର ମରିଯିବେ, ଦେଖ ରାମ ରାଜା ହେଲେ ନିଶ୍ଚୟ ମରିବେ, 16 ଦିନ ଅନ୍ତେ ପ୍ରାଣ ଜୀବ ହବେ, ତାଙ୍କ 16 ଦିନ ଅନ୍ତେ ପ୍ରାଣ ଜୀବ ହବେ, କାଲି ଯଦି ରାମ ରାଜା ହେବେ ନିଶ୍ଚୟ ମରିବେ, ମରିବେ 16 ଦିନ ଅନ୍ତେ ରାମ ନିଶ୍ଚୟ ମୃତ୍ୟୁବରଣ କରିବେ। ଲୋକ ସେନା ଆନନ୍ଦ ହେଉଛନ୍ତି, ଆନନ୍ଦ କଣ ହେବେ? ସମସ୍ତେ ମନ ଦୁଃଖରେ କ୍ରନ୍ଦନ କରିବେ, ରାମ ମରିଯିବେ ନିଶ୍ଚୟ କାଲି ରଜା ହେବେ। ଏ କଥାଟା ଶୁଣିଲେ କିଏ ରେ ବାପା? କିଏ ସେ ଶୁଣିଲେ? ଆରେ ଚୁତ ବୃକ୍ଷ ମୂଳେ ପୁଣି କୈକେୟୀ ବସିଥିଲେ, ପକ୍ଷୀ ମାନଙ୍କ କଥା କୈକେୟୀ ଜାଣୁଥାନ୍ତି ଭଲେ, ପକ୍ଷୀ ମାନଙ୍କର କଥା ଇଏ ଜାଣିଥାନ୍ତି ସେଇ ଦୁର୍ବାସାଙ୍କ ଆଶୀର୍ବାଦରୁ। ସେତେବେଳେ ବିଚାର କଲେ କୈକେୟୀ, ମୋର ରାମ ଭଳିଆ ପୁଅଟି ମରିଯିବ, ରାମ ଭଳିଆ ପୁଅ ତ ମରିଗଲେ ମତେ ଆଉ ମିଳିବ ନାହିଁ। ସେତେବେଳେ କୈକେୟୀ ବିଚାର କଲେ, କଣ କଲେ? ମତେ 2ଟି ବର ମିଳିଥିଲା, ଏ 2ଟି ବରରେ ଯେମିତି ହେଲେ ପ୍ରଥମ ବର ମୋ ପୁତ୍ରକୁ କରିବି ରାଜା, ମୋ ପୁଅ ସିନା ମରିଯାଉ, ମୋ ପୁଅ ମରିଯାଉ, କିନ୍ତୁ ରାମ ଭଳି ପୁଅ ମୋର ଯୁଗେ ଯୁଗେ ଥାଉ, ବଞ୍ଚି ଥାଉ। ପ୍ରଥମ ବରେ ମୋ ପୁତ୍ରକୁ କରିବି ରାଜନ, ଦ୍ୱିତୀୟ ବରେ ରାମଙ୍କୁ ପଠାଇବି ବନ। କୈକେୟୀ ଜାଣିଥିଲେ 6 ଦିନ ପରେ ଯିଏ ରଜା ହବ ସିଏ ମରିବ,
ସେତେବେଳେ ବିଚାର କଲେ କୈକେୟୀ ମୋ ପୁଅ ଭରତ ସିନା ମରି ଯାଉ ମୁଁ ରାମକୁ ରଜା କରେଇଦେବି ନାହିଁ ରାମ ମୋର ଯେମିତି ହେଲେ ବଞ୍ଚିକିରି ଥାଉ ଏମନ୍ତ ବିଚାର କରି ରାମଚନ୍ଦ୍ର ଦୁଇ ଗୋଟି କୈକେୟୀ ଦୁଇ ଗୋଟି ବର ମାଗିଲେ ଦଶରଥକୁ ଆଚ୍ଛା ଆରେ ପ୍ରଥମ ବରରେ ପୁଣି ଭରତ ହୋଇବ ରାଜନ ଦ୍ୱିତୀୟ ବରରେ ରାମ ଚାଲିଯିବ ବନ কইকেই পুণ রাম পেশিলে বন 14 বরষ শ্রীরাম চালি দিলে দেবন ତେଣୁକରି ରାମଚନ୍ଦ୍ର 14 ବର୍ଷ ବନକୁ ଗଲେ କୈକେୟୀ ନିଜ ପୁତ୍ରର ମରଣ ଚିନ୍ତା କରି ପରପୁତ୍ରକୁ ଇଏ ସୌତୁଣୀର ପୁତ୍ର ହେଲେ ମଧ୍ୟ ଆଜ୍ଞା ଆଜିକାଲି ସିନା ସୌତୁଣୀ ପୁତ୍ର ମାନଙ୍କୁ ବହୁତ ହଟହଟା କରୁଛନ୍ତି ଯଦି ଶିଖିବାର ଅଛି କୈକେୟୀଙ୍କ ଠାରୁ ଶିଖିବ ପରପୁତ୍ରକୁ ସ୍ନେହ କରିବ ନିଜ ପୁତ୍ରକୁ ସିନା ଗଣନା କରିବ କି ଧିକାର କରିବ ପରପୁତ୍ରକୁ ସ୍ନେହ କରିବ ଇଏ ହେଉଛି ଶାସ୍ତ୍ର ମତ ବାୟାରେ ଜଗତରେ 9ଟା ଜିନିଷକୁ ସମସ୍ତେ ମାନିବା କଥା କଣ କଣ 9ଟା ଜିନିଷ 9ଟା ପଦାର୍ଥକୁ ଜଗତରେ ଯିଏ ମାନିବ ଜଗତରେ ସେ ଭଗବାନଙ୍କୁ ପାଇବ ଆଚ୍ଛା କଣ କଣ 9ଟା ଜିନିଷ କଣରେ କଣ ଏ 9 ଜଣଙ୍କୁ ଭକ୍ତି କରିବାକୁ ହବ ଆଚ୍ଛା ପିତା ମାତା ଗୁରୁ ଆଉ ଦେବତା ବ୍ରାହ୍ମଣ ଦେବତା ବ୍ରାହ୍ମଣ ଏହି 5 ଜଣ ଠାରେ ରଖିଥିବୁ ମନ ରଖିଥିବୁ ମନ लक्ष्य मोर पंडित वर्ग पिताଙ୍କୁ ଭକ୍ତି କରିବ ମାତାଙ୍କୁ ଭକ୍ତି କରିବ ଗୁରୁଙ୍କୁ ଭକ୍ତି କରିବ ଦେବତାକୁ ଭକ୍ତି କରିବ ବ୍ରାହ୍ମଣଙ୍କୁ ଭକ୍ତି କରିବ ଏ 5 ଜଣଙ୍କୁ ଭକ୍ତି କରିବ ଆଚ୍ଛା ଆଉ କାହାକୁ ଭକ୍ତି କରିବ ରେ ବାପା କାହାକୁ ଆରେ ପର ପୁତ୍ରକୁ ସ୍ନେହ କରୁଥିବ ପରର ପୁତ୍ରକୁ ସ୍ନେହ କରୁଥିବ କହିଲେ ବାବୁରେ ବିଷ୍ଣୁଙ୍କୁ ପାଇବ ବିଜ୍ଞାନକୁରେ ଭକ୍ତି କରୁଥିବ ବିଜ୍ଞାନକୁ ଦେଖିଲେ ରେ ସମ୍ମାନ ଦେବ ଆରେ ବିଜ୍ଞାନକୁ ଦେଖିଲେ ସମ୍ମାନରେ ଦେବ ମା ମାନେ ଭଉଣୀ ମାନେ ମନେ ରଖ पर पुओ को स्नेह करिवो निज पुत्र को सिना अस्नेह कर किंतु पर पुत्र को स्नेह कले भगवान विष्णु प्राप्त हुए तापर कोन कहिला रे कोन ना विद्वान मान को बाबू रे भक्ति करूथबो अच्छा विद्वान बोले पंडित 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 परि बुद्धिजार थिबो ताकू सम्मान दबा को हबो ताकू जे सम्मान न देला ताहेले से भगवान कर द्रोही भगवान विष्णु को द्रोही के जे विद्वान को भक्ति करि परिबो नाही परपुत्र को स्नेह करि परिबो नाही पिता माता गुरु देवता ब्राह्मण को भक्ति भाव न रखिबो अच्छा ताले समान हेबे विष्णु को दरहा हां आउ कोन कहिला रे आउ कोन कोन कहिले कवि रे कोन अरे नारी मानंगु रे स्नेह करूथिबो
ଗୁଡା ଭକ୍ତି କରିବ ହଉ ମା ପରି ନାରୀକୁ ଭକ୍ତି କରିବ ଆଚ୍ଛା ତହିଁ ପରେ ବାବୁ ବିଷ୍ଣୁଙ୍କୁ ପାଇବ ହଁ ତାହେଲେ ବାବୁ ବିଷ୍ଣୁଙ୍କୁ ପାଇବ ଲକ୍ଷଦେବର ପଣ୍ଡିତ ବର୍ଗ ନାରୀମାନଙ୍କୁ ମାତା ସମାନ ମାନି ମା ବୋଲି ସ୍ନେହ କରିବ ତାହେଲେ ବିଷ୍ଣୁଙ୍କୁ ପ୍ରାପ୍ତ ହବ ନହେଲେ ବିଷ୍ଣୁ ଦରହା ହବ ଆଚ୍ଛା ହେଲେ ଭାଇଆରେ ଓ ଆଉ ଗୋଟେ ରହିଲା ରେ ବାପା କଣ ଆଉ ଗୋଟେ କଣ ହେଲା ରେ କଣ ଦୁର୍ବଳ ଲୋକକୁ ବାବୁ ଆହା କରୁଥିବ ଆହା ଆହା କରୁଥିବ ଦୁର୍ବଳକୁ ସାହାଯ୍ୟରେ ନୀତି କରୁଥିବ ଧନ ନୀତି କରୁଥିବ ଲକ୍ଷଦେବର ପଣ୍ଡିତ ବର୍ଗ ଦୁର୍ବଳ ମାନଙ୍କୁ ସାହାଯ୍ୟ କରିବ କରିବ ଦୁର୍ବଳ ମାନଙ୍କୁ ଆହା କରୁଥିବ ତାହେଲେ ବିଷ୍ଣୁ ପ୍ରାପ୍ତ ହବ ଆଚ୍ଛା ଯଦି ନ କରିବ ବିଷ୍ଣୁଙ୍କ ଦରମା ହବ ଏହିପରି ନବଗୁଣ ଅର୍ଥାତ ନବଭକ୍ତି ଯାହା ପାଖରେ ରହିବ ସେ ବିଷ୍ଣୁ ପ୍ରାପ୍ତ ହବ ହବ ହେଲେ ଭାଇଆ ଓ ଶୁଣିଲୁ ତୋର ସମ୍ମାନ ହେଇଗଲା ତ ହେଲା ତ ବୁଝିବା କଥା ବୁଝିଲୁ ଆଜ୍ଞା